କିଛି ଗୋଟେ କହିବାକୁ ଭୁଲି ଯାଇଛି। ପରେ ମନେ ପଡ଼ିଲା, ଆରେ ଗୁରୁବାରରେ ଶାଗ ଆଣିବାକୁ କହିନି। ସଙ୍ଗେ ସଙ୍ଗେ ଫୋନ୍ କଲି ଆଉ ଶାଗ ଆଣିବା ପାଇଁ କହିଲି। ସ୍ୱାମୀ କହିଲେ ଠିକ୍ ଅଛି, ଗଲାବେଳେ ନେଇଯିବି। ତାପରେ କିଛି ସମୟ ପରେ ସ୍ୱାମୀ ଶାଗ ନେଇ ଚାଲି ଆସିଲେ। ପାଳଙ୍ଗ ଶାଗ ଦେଖି ମୁଁ ବହୁତ ଖୁସି ହେଇଗଲି। ତାପରେ ତାକୁ ଗୋଟେ ପ୍ଲେଟ୍ ଉପରେ ଛୋଟ ଛୋଟ କରି କାଟି ନେଲି। ସେଥିପାଇଁ ଗୋଟେ ପିଆଜ, କିଛି ରସୁଣ, ଗୋଟେ ଆଳୁ ଆଉ ସୋରିଷକୁ ଶାଗ ପାଇଁ ପ୍ରସ୍ତୁତ କରିଦେଲି। ଆରେ 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 ତାକୁ ଦେଖ କେମିତି ପିଆଜ ନେଇଯାଉଛି, ଲାଗୁଛି ପିଆଜ ରେଟ୍ ବଢ଼େଇଦେବ। ତାପରେ କଡ଼େଇ ବସେଇ ସେଥିରେ କିଛି ତେଲ, 2ଟା ଶୁଖିଲା ଲଙ୍କା ଆଉ କାଟି ରଖିଥିବା ପିଆଜକୁ ପକେଇ ଘାଣ୍ଟି ଦେଲି। ତାପରେ ରଖିଥିବା ରସୁଣକୁ ସେଥିରେ ପକେଇ ମିଶାଇ ଦେଲି। ତାପରେ କାଟି ରଖିଥିବା ଆଳୁକୁ ସେଥିରେ ପକେଇ ମିଶାଇଲି। ସେଥିରେ କିଛି ହଳଦୀ ଗୁଣ୍ଡ, କିଛି ଲଙ୍କା ଗୁଣ୍ଡ ଆଉ ହାଲକା ଲୁଣ ପକାଇ ତାକୁ ମିଶାଇ ଦେଲି। ତାପରେ ଆଉ ଜଷ୍ଟ ଟିକେ ଲୁଣ ପକାଇ ତାକୁ ମିଶାଇକିନି ସେଥିରେ ପାଣି ଆଡ଼୍ କରିଦେଲି। ତାପରେ ତାକୁ ସିଝିବା ପାଇଁ ଏତେ ଗୋଟେ ଢାଙ୍କୁଣୀ ଘୋଡ଼େଇ ଦେଲି, କାହିଁକିନା ଆମର ଶାଗଟା ପାଇଁ ଆଳୁ ସିଝିବା ଦରକାର। ତାପରେ ଏଥିରେ କାଟି ରଖିଥିବା ଶାଗକୁ ଆଡ଼୍ କଲି। ଆଉ ମନେ ରଖିବେ, ସୋରିଷଟା ଶାଗ ପକାଇ ସାରିଲା ପରେ ହିଁ ପକାଇବେ, ନହେଲେ ଭୁଲ ହେଇଯିବ। ତାକୁ କିଛି ସମୟ ମିଶାଇ ସାରିବା ପରେ ବାଟି ରଖିଥିବା ସୋରିଷକୁ ପକାଇଲି। ତାପରେ ପୁଣି ଆକୁ କିଛି ସମୟ ସିଝିବା ପାଇଁ ଛାଡ଼ିଦେଲି। କିଛି ସମୟ ଏମିତି ମିଶାଇ ସାରିବା ପରେ ତାକୁ 5ରୁ 6 ମିନିଟ୍ ପର୍ଯ୍ୟନ୍ତ ଏମିତି ମିଶାଇକି ଛାଡ଼ିଦେବ। ହେଇଗଲା ଆମର ପାଳଙ୍ଗ ଶାଗ ରାଇ। ତାପରେ ଭାତ, ଡାଲି ଆଉ ଶାଗ ସହିତ ବାଢ଼ି ଦେବେ। ଆପଣ ବି ଟେଷ୍ଟ କରି କୁହନ୍ତୁ କେମିତି ଲାଗୁଛି। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ।